गोटे बणरे बिलुआ आउ ता स्त्री रहुथिले। से जो गुंफा रे रहुथिले से गुंफा थिला बहुत बड़। सकाळ हेले बिलुआ बाहर को पळाउथिला आउ संध्या बेला को फेरुथिला। एते बड़ गुंफा भितरे रही रही बिलुआ स्त्री बिचारा कष्ट पाउथिला। बिलुआ ता स्त्री पाई संध्या बेला को भल भल खाद्य धरिकी आसुथिला। से खाद्य खाई बिलुआ स्त्री भारी खुशी होउथिला। धीरे धीरे बिलुआ स्त्री रो खाद्य पाई लोभ बढ़िबारे लागिला। बिलुआ गुंफारू बाहरिला बेले ता स्त्री कण खाइबो सबु बेले पचारिकी जाए। हाँ, आज तो पे कहानी भी कहूनो। আজি হরিণ আনিলে ভাল হুঁতা। মু কেবেটু হরিণ মাংস খাইনি। हाँ, ए गोटे कथा मु फेरिला बेरକୁ ନେଇକି ଆସିବି। ହଉ ଯା, ଶୀଘ୍ର ଫେରିକି ଆସିବ। ବିଲୁଆ ଗୁମ୍ଫାରୁ ଚାଲିଯିବା ପରେ ବିଲୁଆର ସ୍ତ୍ରୀ ଏକା ହୋଇଯାଏ। ବିଲୁଆ ଦିନ ସାରା ବଣରେ ବୁଲାବୁଲି କରି ସନ୍ଧ୍ୟାରେ ହରିଣଟିଏ ଧରି ଗୁମ୍ଫାକୁ ଫେରିଲା। ବିଲୁଆ ସ୍ତ୍ରୀ ତାକୁ ଦେଖି ଭାରି ଖୁସି ହେଇଯାଏ। ଏନେ ତୋ ପାଇଁ ହରିଣ ଆଣିଛି, ତୁ ଖାଇଦେ। ମନ ଖୁସିରେ ବିଲୁଆର ସ୍ତ୍ରୀ ତାକୁ ଖାଏ। ଧୀରେ ଧୀରେ ବିଲୁଆ ସ୍ତ୍ରୀର ଖାଦ୍ୟ ଲୋଭ ଆହୁରି ବଢିବାରେ ଲାଗିଲା। ସେ ସବୁଦିନ ଯାହା ଇଚ୍ଛା କରେ ବିଲୁଆ ସେୟା ନେଇକି ଆସେ। ଗୋଟେ ଦିନ ବିଲୁଆର ଦେହ ଖରାପ ହେଲା। ସେ ବାହାରକୁ ଶିକାର ପାଇଁ ଯାଇପାରିଲାନି, ଘର ଭିତରେ ଶୋଇ ରହିଲା। କଣ ହେଲା? ଏମିତି ଶୋଇ ରହିଛ ଯେ? ମୋ ଦେହଟା ଭଲ ଲାଗୁନି ଲୋ, ଜରୁଆ ଜରୁଆ ଲାଗୁଛି। ହଉ, ତମେ ଆରାମ କର। ହେଲେ ତୁ କଣ ଖାଇମୁ? ଯାହା ଘରେ ଥିବ ମୁଁ ସେୟା ଖାଇ ଚଳେଇ ଦେବି। ତମେ ବ୍ୟସ୍ତ ହୁଅନି, ତମେ ଆଗ ଭଲ ହୋଇଯାଅ। ଖାଦ୍ୟ ଲୋଭୀ ବିଲୁଆର ସ୍ତ୍ରୀ ବିଲୁଆ ଯେତେ ଦିନ ଘରେ ରହିଲା ଖାଇବାକୁ ଭାରି ହଇରାଣ ହେଲା। ଯେଉଁ ଦିନ ବିଲୁଆର ଦେହ ଭଲ ହୋଇଗଲା, ସେ ବାହାରକୁ ଯିବା ପାଇଁ ବାହାରିଲା। ସେଦିନ ତା ସ୍ତ୍ରୀ ତାକୁ କହିଲା, ମୁଁ ବହୁ ଦିନ ହେଲାଣି କିଛି ଭଲ ମନ୍ଦ ଖାଇନି, ପାଟିରେ ବି ଭଲ ଜିନିଷ କିଛି ବାଜିନି। ଆଜି ଟିକେ ରୋହି ମାଛ ଆଣିଥିଲେ ହୁଅନ୍ତାନି? ହଉ, ଏ ଗୋଟେ କଥା ମୁଁ ଫେରିଲା ବେଳକୁ ନେଇକି ଆସିବି। କିନ୍ତୁ ବିଲୁଆ ଜାଣିଥିଲା ରୋହି ମାଛ ଧରିବା ତା ପକ୍ଷରେ ବହୁତ କଷ୍ଟକର କାମ। ତେଣୁ ସେ ଆଉ କୁଆଡେ ନ ଯାଇ ସିଧା ଚାଲିଲା ପୋଖରୀ କୂଳକୁ। ପୋଖରୀ କୂଳରୁ ଆଗରୁ ଦୁଇଟି ବିଲେଇ ମାଛ ଧରିବାକୁ ଚାହିଁ ବସିଥିଲେ। ବିଲୁଆ ତାଙ୍କ ପାଖକୁ ଆଉ ଗଲାନି। ସେ କିଛି ଦୂରରେ ଗୋଟେ ଗଛ ପଛପଟେ ରହି ସେମାନଙ୍କର ମାଛ ଧରିବାର ଶୈଳୀକୁ ଲକ୍ଷ୍ୟ କଲା। ପ୍ରଥମେ ଗୋଟେ ବିଲେଇ ପାଣି ଭିତରକୁ ପଶିଲା। ସେ ଦେଖିଲା ପାଣି ଭିତରେ ଗୋଟେ ବଡ ରୋହି ମାଛ ତା ପାଖ ଦେଇ ଚାଲି ଯାଉଛି। ବିଲେଇ ତାକୁ ଖପ୍ କରି ମାଡ଼ି ବସିଲା। ହେଲେ ମାଛଟି ବହୁତ ବଡ ଥିବାରୁ ବିଲେଇ ତାକୁ ଧରି ପାରୁନଥାଏ। ସେ ଆର ବିଲେଇଟାକୁ କହିଲା, ଦ୍ୱିତୀୟ ବିଲେଇ ପ୍ରଥମ ବିଲେଇର ପାଖରେ ଯାଇ ପହଞ୍ଚିଲା। ଆଉ ଦୁଇ ଜଣ ମିଶି ମାଛକୁ କୂଳ ଉପରକୁ ଉଠେଇ ଆଣିଲେ। ଏବେ ବିଲୁଆ ଗଛ ପଛପଟୁ ବାହାରକୁ ବାହାରିଲା। ମାଛ ତ ଗୋଟିଏ, ହେଲେ ବିଲେଇ ଦୁଇଟା ହୋଇଥିବାରୁ ମାଛକୁ କେମିତି ଭାଗ ବାଣ୍ଟିବେ ସେଥିପାଇଁ ଭାଗ ବଣ୍ଟା ହୋଇପାରିଲା ନାହିଁ। ଛାଡ଼ିବିନି।
ବିଲୁଆ ତ ବହୁତ ଚାଲାକ। ସେ ଭାବିଲା ଏଇଟା ହଉଛି ସୁଯୋଗ। ବିଲେଇଙ୍କ ଭାଗମଣ୍ଡା ନ ଛିଡ଼ିଥିବାରୁ ସେ ଯାଇ ପହଞ୍ଚିଲା ତାଙ୍କ ପାଖରେ। କଣ ହେଇଛି ତମ ମାନଙ୍କର? ବିଲୁଆ ନନା, ଆମ ମାଛ ଗଣ୍ଡା ଛିଡୁନି। ଆମେ 2 ଜଣ ବିଲେଇ, ଆମର ମାଛ ଗୋଟିଏ। କେମିତି ବାଣ୍ଟିବୁ କିଛି ବୁଝିପାରୁନୁ। ଆରେ ଏ ଗୋଟେ କଥା, ମୁଁ ଆଗରେ ଏମିତି ଭାଗବଣ୍ଟା ବହୁତ କରିଛି, ମତେ ଦିଅ। ବିଲୁଆ ନିଜ ପାଖକୁ ମାଛଟିକୁ ନେଇ ଆସିଲା। ହେଲେ ଗୋଟେ କଥା ମନେ ରଖ, ମୁଁ ତମ ମାନଙ୍କର ଭାଗବଣ୍ଟା କରିବି ମାନେ ମୁଁ ବି ଏଥିରୁ ଭାଗ ନେବି। କିଛି ଅସୁବିଧା ନାହିଁ, ତମେ ତମର ଭାଗ ନେବ। ବିଲୁଆ ଏବେ ପାଟିରେ କାମୁଡ଼ି ଦାନ୍ତରେ ଛିଡ଼େଇ 3ଟି ଭାଗବଣ୍ଟା କଲା। ଗୋଟିଏ ପଟରେ ନିଜ ଭାଗର ମାଛ ସବୁକୁ ପକାଉଥିଲା, ଅନ୍ୟ ପଟରେ ବିଲେଇ ମାନଙ୍କର ମାଛ। ବିଲେଇ ମାନେ ସବୁ ଲକ୍ଷ୍ୟ କରୁଥିଲେ। ବିଲୁଆ ମାଛର ସବୁ ଭଲ ଭଲ ଖଣ୍ଡ ତା ପଟରେ ପକାଉଥିଲା। ଶେଷରେ ଭାଗବଣ୍ଟା ସରିଲା ପରେ ଦେଖାଗଲା ବିଲୁଆ ପଟରେ ସବୁଠାରୁ ଅଧିକ ମାଛ। ଏବେ ବାନ୍ତ ଛୁରିଲା ତ? ହେଲେ ତମେ ତ ସବୁଠୁ। ନା, ମୋ ସ୍ତ୍ରୀ ମତେ ଘରେ ଅପେକ୍ଷା କରିଥିବ। ମୁଁ ଗଲେ ଆମେ ସାଙ୍ଗ ହେଇକି ଖାଇବୁ। ହେଲେ ଆମ ମାଛ ତ କମିଗଲା। କିଛି କମିନି, ସବୁ ଠିକ ଅଛି। ମୁଁ ଏବେ ଘରକୁ ଯାଉଛି। ଏତିକି କହି ବିଲୁଆ ଚାଲିଲା ତା ବାଟରେ। ବିଲେଇ 2 ଜଣ କାନ ମୁଣ୍ଡି ଆଉଁସିକି ରହିଲେ। ଏଥିରୁ ଆମେ କଣ ଶିଖିଲେ? 2 ଜଣଙ୍କର କଳିରେ 3ୟ ଜଣଙ୍କର ହିଁ ଲାଭ ହୋଇଥାଏ। ଗୋଟେ ବଣରେ ବିଲୁଆ ଆଉ ତା ସ୍ତ୍ରୀ ରହୁଥିଲେ। ସେ ଯୋଉ ଗୁମ୍ଫାରେ ରହୁଥିଲେ, ସେ ଗୁମ୍ଫା ଥିଲା ବହୁତ ବଡ଼। ସକାଳ ହେଲେ ବିଲୁଆ ବାହାରକୁ ପଳାଉଥିଲା ଆଉ ସନ୍ଧ୍ୟା ବେଳକୁ ଫେରୁଥିଲା। ଏତେ ବଡ଼ ଗୁମ୍ଫା ଭିତରେ ରହି ରହି ବିଲୁଆ ସ୍ତ୍ରୀ ବିଚରା କଷ୍ଟ ପାଉଥିଲା। ବିଲୁଆ ତା ସ୍ତ୍ରୀ ପାଇଁ ସନ୍ଧ୍ୟା ବେଳକୁ ଭଲ ଭଲ